এটা ବାବନ ବିନ୍ଧା ସେବା ସମବାୟ ମଣ୍ଡି ସମ୍ପାଦକ ମନା କରୁଛନ୍ତି ଆଜିଠୁ ଧାନ ଆଉ ନେବେ ନାହିଁ। ଆଉ କାରଣ ପଚାରିଲା ସେ କହୁଛନ୍ତି ମିଲର ମାନେ ଷ୍ଟ୍ରାଇକ୍ କରୁଛନ୍ତି ଆଉ ମିଲର ମାନେ ଧାନ ନ ନେବା ପାଇଁ ମନା କରିଦେଇଛନ୍ତି। ସେଇ ଦୃଷ୍ଟିରୁ ଆମେ ଆଜି ନେବୁ, ଆଜିଠୁ ଆଉ ଧାନ ନେବୁ ନାହିଁ ବୋଲି ବନ୍ଦ କରିଛନ୍ତି। ବାଧ୍ୟ ହେଇକି ଧାନ ଆମେ ଚାଷୀ ଆନ୍ଦୋଳନ କରିବୁ ୟା ପରେ ଆଉ ରାସ୍ତା ରୋକ ଯେମିତି ପ୍ରକାର ଯିବ ଧାନ ସେଇ ପ୍ରକାର କରିବୁ ଆଉ। ଧାନ ତଥାପି ଧାନ 5-7 ଗାଡି ଖଣ୍ଡେ ଧାନ ଯାଇଛି। ସବୁ ମଣ୍ଡି 2 ଜାଗା ମଣ୍ଡି ହେଇଛି। 2 ଜାଗା ମଣ୍ଡି ସୋସାଇଟି ଭିତରେ ଯୋଉ ମଣ୍ଡିଟା ସେ ମଣ୍ଡି ଭର୍ତ୍ତି ହେଇଛି। ଦ୍ୱିତୀୟତଃ ଏଠି ରାସ୍ତା ପାଖରେ ଗୋଟେ ମଣ୍ଡି ଏଇ ବି ଭର୍ତ୍ତି ହେଇଗଲାଣି। ବର୍ତ୍ତମାନ ଆଉ ଧାନ ରଖିବା ପାଇଁ ଜାଗା ନାହିଁ। ମିଲର ମାନେ ଗାଡି ପଠଉନାହାନ୍ତି, ଗାଡି ଏପର୍ଯ୍ୟନ୍ତ ଗୋଟେ ଯାଉନାହିଁ, ଯାହା ଫଳରେ କି ଧାନ ରଖିବା ପାଇଁ ଜାଗା ବି ନାହିଁ। ଧାନ ଆସୁଛି ଆଉ ଚାଷୀ ମାନେ ବାଧ୍ୟ ହେଇକି ଧାନ ଆଣୁଛନ୍ତି। ବାଧ୍ୟ ହେଇକି ସେକ୍ରେଟାରୀ ସମ୍ପାଦକ କହିଛନ୍ତି ଯେ ଆଜି ଯେଉଁ ଧାନ ଆସିବ ସେ ଧାନ ଓଜନ ହବ ନାହିଁ। ଆଉ ଟୋକନ ଟା ଲାଭ ହବା ପାଇଁ ଭୟ ରହିଛି। ଦାବି କରୁଛି ଯେ ଟୋକନ ଯଦି ଆମର ଧାନ ଯଦି ବିଳମ୍ବ ହଉଛି ତାହେଲେ ଟୋକନକୁ ଆମକୁ ଟିକେ ସମୟ ସୀମା ଦିଆଯାଉ।